ନୂଆ ସେସନ୍। ଭାରତୀୟ ସମ୍ବିଧାନ ଧାରା 1 ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା ଏବଂ ସଂଘର ଆଧାରରେ ତିଆରି ହୋଇଛି। ଧାରା 1 ଭାବରେ ନିମ୍ନଲିଖିତ ମହତ୍ତ୍ୱଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଛି। 1. ଭାରତ ହେଉଛି ଏକ ସଂଘ। ଧାରା 1ରେ ମୁଖ୍ୟ ବାକ୍ୟ କହେ, ଭାରତ ଅର୍ଥାତ୍ ଭାରତ ବର୍ତ୍ତମାନ ଯାହା ହେଉଛି ଏକ ସଂଘ। ଏହା ଅର୍ଥ ହେଉଛି ଭାରତର ଅନେକ ରାଜ୍ୟ ଏକାଠି ହୋଇ ସଂଘ ରୂପେ ଗଠିତ। ଏହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏକାତ୍ମକତା ଏବଂ ସଂଘୀୟ ରୂପେ ଏକ ସଂଘ। 2. ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା। ଏହା ଭାରତର ସାର୍ବଭୌମତ୍ୱ ନିଶ୍ଚିତ କରେ। ଭାରତର କୌଣସି ଭାଗକୁ ବାହାରୁ ଯାହାର ନିୟନ୍ତ୍ରଣ ରହିବା ଅନୁମତି ଦିଆଯାଏ ନାହିଁ। ଏହା ଏକ ସ୍ୱାଧୀନ ଓ ସାର୍ବଭୌମ ଦେଶ। 3. ଭାରତ ଭୂମିରେ ଲାଗୁ ହେବା। ଧାରା 1ରେ କୁହାଯାଇଛି ଯେ ଭାରତର ସମସ୍ତ ଭୂମିରେ ସାମ୍ବିଧାନିକ ଲାଗୁ ହେବା। ଏହାର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସାମିଲ ଅଛି। 4 ନମ୍ବର ପଏଣ୍ଟ, ଭାରତ ରାଜ୍ୟର ପରିଭାଷା ଏବଂ ଶ୍ରେଣୀକରଣ। ଆରମ୍ଭରେ ସମ୍ବିଧାନ ମତେ ରାଜ୍ୟଗୁଡ଼ିକ ABCD ଶ୍ରେଣୀରେ ବିଭାଜିତ କରାଯାଇଥିଲା, କିନ୍ତୁ ଏହାର ମୂଲ୍ୟାଙ୍କନ ପରେ 1954 ମସିହାରେ ଏକତ୍ରୀକରଣ ଆଇନ ଦ୍ୱାରା ଏହାକୁ ସମାପ୍ତ କରାଯାଇଥିଲା। ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଆଧାରରେ କରି ଭାରତର ସଂଗଠିତ ହୋଇଛି। ଭାରତରେ ବର୍ତ୍ତମାନ ରାଜ୍ୟ 28ଟି ଓ କେନ୍ଦ୍ରଶାସିତ ଅଞ୍ଚଳ 8ଟି ରହିଅଛି। ଧାରା 1ର ଗୁରୁତ୍ୱ। ଧାରା 1 ଭାରତର ସଂଘୀୟ ଆଧାରକୁ ସଂରକ୍ଷଣ କରେ ଏବଂ ରାଜ୍ୟମାନଙ୍କୁ ସ୍ୱତନ୍ତ୍ରତା ସହ ଏକାତ୍ମକତା ବା ଏକତ୍ରୀକରଣ ବଜାୟ ରଖିଥାଏ। ଏହି ଧାରା ଭାରତର ସାର୍ବଭୌମତ୍ୱର ଏକ ମୂଳ ଦର୍ଶନ ପ୍ରଦାନ କରେ। ଧନ୍ୟବାଦ।